ମାନସି ମୁଁ ଯାହାକୁ ଥରେ ଆଖି ଉଠେଇ ଇଚ୍ଛା ତା ମାନସ ପଟରେ କାଳ ନାଗୁଣି ହେଇ ରହିଥାଏ। କାଳ ନାଗୁଣି। ମୁଁ ମଦନ ସ୍ନେହ ଉତ୍ତର ବାଲେଶ୍ୱର 7 ବର୍ଷ ହେଲା ମୁଁ ଆସିଲିଣି। ମୁଁ ଅପେରା ଅଷ୍ଟଶମ୍ଭୁରେ ଥିଲି, ଦୁର୍ଗାଶ୍ରୀରେ ଥିଲି, ତାରିଣୀରେ ଥିଲି, ଶ୍ରୀକ୍ଷେତ୍ରରେ ଥିଲି, ପାର୍ବତୀପାଟରେ ବସିଥିଲି। କିନ୍ତୁ ଉତ୍ତର ବାଲେଶ୍ୱର ମୁଁ 7 ବର୍ଷ ଆସିକି ମଦର କରୁଛି। ଏ ବର୍ଷ ରୟାଲ ଚ୍ୟାଲେଞ୍ଜରେ ମୁଁ ଅଛି। କଣ ରହିଛି ପଛର ରହସ୍ୟ? ଆଜି ନାଟକ ହେଲା ଭୁଲ ତୋର ଭୋଗୁଛି ମୁଁ। ଏ ନାଟକରେ ମୋର ଡେଭିଲ ପାର୍ଟ, ଗୋଟେ ବେଶ୍ୟା କୋଠୀର ମାଲିକ ଆଣିବ ମଦର, କିନ୍ତୁ ଡେଭିଲଟା ଆଜି ମଦର ନୁହଁ, ଡେଭିଲ ପାର୍ଟଟା। ସେଥିପାଇଁ ଦର୍ଶକମାନଙ୍କ ମନ ଛୁଇଁଲା ଭଳିଆ ପାର୍ଟ ହେଇନି। କାହିଁକି ନା ମୁଁ ଗୋଟେ ମଦର। ଏମିତି ପାର୍ଟ କଲା ମାନେ ଦର୍ଶକ ନିହାତି ଅଫସୋସ ରହିଥିବେ ଯେ ଗୋଟେ ମାଦାର ଏମିତିଆ ପାର୍ଟ କାହିଁ କରୁଛି। କାହିଁକି ନା ମୋ ମନ ମୁତାବକ ପାର୍ଟ ଇଏ ନୁହଁ। ତଥାପି ମୁଁ ବହୁତ ଚେଷ୍ଟା କରୁଛି। ସେଥିପାଇଁ ଚେଷ୍ଟା କରିବା ହେତୁ ଦର୍ଶକମାନେ ମୋ ଉପରେ ବହୁତ ଖୁସି ଅଛନ୍ତି ପାର୍ଟରେ। ଆଜ୍ଞା ଆଜ୍ଞା, କିଛି ବାର୍ତ୍ତା ରଖିବିନି। ମୋର ତ ବୟସ ହେଇଗଲାଣି, ଆଉ ଏତେ ରହିବା ପାଇଁ ଯାତ୍ରା ପାର୍ଟିରେ ଉତ୍ସୁକ ନୁହଁ ମୁଁ। କିନ୍ତୁ ଦର୍ଶକମାନଙ୍କୁ ଏତିକି ଅନୁରୋଧ କରି କହିବି, ଆଶୀର୍ବାଦ ମୋ ଉପରେ ରଖିଥାନ୍ତୁ। ଆଉ ନିହାତି 2-4 ବର୍ଷ ମୁଁ ଅନୁଷ୍ଠାନରେ ରହିବି। ସେଇ ଆଶୀର୍ବାଦ ମୋ ଉପରେ ଥାଉ। ସମସ୍ତଙ୍କ ପାଇଁ ମୁଁ ଭଲ ହେଇକି ଥାଏ।